ତମର ମନେ ଅଛି ସଞ୍ଜୟ, ସେଦିନ ଥିଲା 24 ଜୁଲାଇ 2018। ଆଉ ଆଜିର ଦିନରେ ମୋତେ ସେଇ ମନ୍ଦିର ଭିତରେ ପ୍ରଥମ ଥର ପାଇଁ ଆଇ ଲଭ୍ ୟୁ କହିଥିଲ। ମୁଁ କିନ୍ତୁ ମନା କରିଦେଇଥିଲି। ହେଲେ ତମେ ମୋତେ ଏତେ ଭଲ ପାଇବା ଦେଇଥିଲ ଯେ ମୁଁ ଲାଚାର ହେଇଯାଇଥିଲି। ଶେଷରେ ତମ ପ୍ରେମରେ ପଡ଼ି ଯାଇଥିଲି। କିଛି ଦିନର ଭଲ ପାଇବା ଆଉ ତାପରେ ଆମ ପରିବାର ଲୋକେ ଆମକୁ ବିବାହ ବନ୍ଧନରେ ବାନ୍ଧି ଦେଇଥିଲେ। ତମେ ତ ଜାଣିଛ, ତମକୁ ନିଜର କରିବାକୁ ମୁଁ ଆମ ପରିବାର ସହିତ କେତେ ସଂଘର୍ଷ କରିଛି। ଆଉ ଶେଷରେ ଆମ ପରିବାର ଲୋକ ବି ମାନିବାକୁ ବାଧ୍ୟ ହୋଇଯାଇଥିଲେ। ଆଉ ଆଜି ସବୁକିଛି ବଦଳି ଯାଇଛି ନା ସଞ୍ଜୟ। ମୁଁ ଜାଣିଛି ତମେ ମୋତେ ଆଗ ଭଳି ବହୁତ ଭଲ ପାଉଛ, ହେଲେ ମୋ ସହିତ ଯାହା କରୁଛ ମୁଁ ସହିପାରୁନି। ମୋତେ ସେଇ ପୁରୁଣା ସଞ୍ଜୟ ଦରକାର, ଯିଏ ମୋତେ ସବୁବେଳେ ସମୟ ଦେଉଥିଲା। ଯେତେ ବ୍ୟସ୍ତ ରହିଲେ ବି ମୋତେ ଭଲ ପାଇବାରେ କେବେ କମି କରୁନଥିଲା। ଏବେ ମୋତେ ଲାଗୁଛି ତମେ ଟିକେ ବଦଳି ଯାଇଛ। ଏ କଥା ଥିଲା ବାଲେଶ୍ୱରର ସେଇ ଲୁସିର, ଯାହାକୁ ଲାଗୁଥିଲା ଯେ ତା ସ୍ୱାମୀ ଆଉ ଆଗ ଭଳି ତାଙ୍କୁ ସମୟ ଦେଉନାହାନ୍ତି କି ତାଙ୍କୁ ଆଗ ଭଳି ଆଉ ଭଲ ପାଉନାହାନ୍ତି। 7 ବର୍ଷ ତଳେ ଲୁସି କଲେଜ ଯିବା ବେଳେ ସଞ୍ଜୟ ତାକୁ ପ୍ରଥମେ ଦେଖିଥିଲା। ଆଉ ସେଇ ପ୍ରଥମ ଦେଖାରେ ଲୁସିକୁ ମନ ଦେଇ ସାରିଥିଲା ସଞ୍ଜୟ। ସଞ୍ଜୟର ପ୍ରେମ ଯଦିଓ ଏକତରଫା ଥିଲା, କିନ୍ତୁ ଲୁସି ବି ବେଶୀ ଦିନ ସଞ୍ଜୟର ପ୍ରେମକୁ ପ୍ରତ୍ୟାଖ୍ୟାନ କରିପାରିଲାନି। ଶେଷରେ ସଞ୍ଜୟ ପ୍ରେମରେ ପଡ଼ି ଯାଇଥିଲା। ଲୁସି ସଞ୍ଜୟର ସେ ପ୍ରେମକୁ ସ୍ୱୀକାର କରିନେଇଥିଲା। ଆଉ 2018 ମସିହା ଠିକ୍ ଆଜିର ଦିନରେ ସଞ୍ଜୟ ମୁହଁରୁ ସେଇ 3ଟା ଶବ୍ଦ ପ୍ରଥମେ ଶୁଣିଥିଲା, ଆଇ ଲଭ୍ ୟୁ। ଏଇ ଆଇ ଲଭ୍ ୟୁରୁ ଆରମ୍ଭ ହୋଇଥିବା ପ୍ରେମର ଗାଡ଼ିଟା ଆଗକୁ ଆଗକୁ ମାଡ଼ି ମାଡ଼ି ଚାଲିଥିଲା। ଆଉ ଶେଷରେ ଉଭୟ ପରିବାରର ସମ୍ମତି ପରେ ବେଦୀ ଉପରେ ହୋମ ନିଆଁକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ଆଉ ପରସ୍ପର 7 ଜନ୍ମର ସାଥୀ ହେବାକୁ କଥା ଦେଇ ସଂସାରର ଗାଡ଼ିଟାକୁ ଆଗକୁ ଆଗକୁ ଗଡ଼େଇ ଚାଲିଥିଲେ। ଏ ପ୍ରେମ ଥିଲା ପବିତ୍ର, ଏ ପ୍ରେମ ଥିଲା ନିଃସ୍ୱାର୍ଥପର, ଏ ପ୍ରେମ ଥିଲା ସଫଳତାର ଏକ ଉଦାହରଣ। ଆଉ ଏ ପ୍ରେମ ଥିଲା ପ୍ରତାରଣା ଦେଉଥିବା ପ୍ରେମିକ ପ୍ରେମିକାଙ୍କ ପାଇଁ ପ୍ରେରଣା। ନୂଆ ସମ୍ପର୍କର ସୂତାଖିଅରେ ବାନ୍ଧି ହୋଇଯାଇଥିବା ଏହି ପ୍ରେମୀ ଯୁଗଳଙ୍କ ନୂଆ ପରିଚୟ ଆରମ୍ଭ ହୋଇଯାଇଥିଲା। ଆଉ ସେହି ପରିଚୟ ଥିଲା ସ୍ୱାମୀ ସ୍ତ୍ରୀର ପରିଚୟ। ସେହି ନୂଆ ପରିଚୟ ଥିଲା ଜୀବନ ସାରା ସାଥ ଦେବାର ପରିଚୟ। ଦୁହେଁ ଦୁହିଁକୁ ପାଇ ବେଶ୍ ଖୁସି ଥିଲେ। କିଛି ବର୍ଷ ପରେ ଉଭୟଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଆଉ ତାପରେ ଖୁସିଟା ଦ୍ୱିଗୁଣିତ ହୋଇଯାଇଥିଲା। ଆଜି ବେଶ୍ ଖୁସିରେ ସଂସାର ଗାଡ଼ିଟା ଆଗକୁ ଚାଲୁଥିବା ବେଳେ ବ୍ୟସ୍ତ ଜୀବନ ଭିତରେ ସଞ୍ଜୟ ଲୁସିକୁ ସମୟ ଦେବା କମ୍ କରିଦିଏ। ଆଉ ଲୁସି ସବୁବେଳେ ମନ ଦୁଃଖ କରେ। କ'ଣ ସଞ୍ଜୟ ଭାଇ, ମୋ କଥା ଶୁଣି ରାଗୁଛନ୍ତି କି? ମୁଁ ଜାଣିଛି ଜଣେ ପୁରୁଷ ସମସ୍ତଙ୍କୁ ଖୁସି କରିବାକୁ କେତେ କଷ୍ଟ କରେ, କେତେ ସଂଘର୍ଷ କରେ। ଆଜି ତମେ ଯାହା ବି କରୁଛ ସେଇ ପରିବାର ପାଇଁ ତ କରୁଛ, ସେଇ ଲୁସିକୁ ଖୁସିରେ ରଖିବା ପାଇଁ ତ କରୁଛ, ପୁଅର ଭବିଷ୍ୟତ ପାଇଁ ତ କରୁଛ। ମୁଁ ଜାଣିଛି। ଆଉ ଏ ଦୁନିଆର ସଂସାର କରିଥିବା ସବୁ ପୁଅମାନେ ଏ କଷ୍ଟଟା ଭଲ ଭାବରେ ଜାଣିଛନ୍ତି। ହେଲେ ବି ସବୁ ସ୍ତ୍ରୀଙ୍କର ସେଇ ଗୋଟେ ଆଶା ଥାଏ, ମୋ ସ୍ୱାମୀ ମୋତେ ସବୁବେଳେ ଭଲ ପାଉ, ମୋତେ ସମୟ ଦେଉ, ମୋତେ ସେଇ ପୁରୁଣା ପ୍ରେମ ସବୁବେଳେ ମିଳୁ। ଏ ଆଶାକୁ ଯଦିଓ ପୂର୍ଣ୍ଣ ମାତ୍ରାରେ ପୂରା କରିବା ସମ୍ଭବ ନୁହେଁ, ତଥାପି ତାଙ୍କ ମନ ରଖିବାକୁ ଚେଷ୍ଟା କରନ୍ତୁ ସଞ୍ଜୟ ଭାଇ। ସଞ୍ଜୟ ଭାଇ, ଲୁସି ଆପଣଙ୍କୁ ବହୁତ ଭଲ ପାଏ, ଆପଣ ବି ତାଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କୁ ଟିକିଏ ସମୟ ଦେବାକୁ ଏ କାହାଣୀ ମାଧ୍ୟମରେ ଅନୁରୋଧ କରିଛନ୍ତି। ମୁଁ ଆଶା କରୁଛି ଏହି କାହାଣୀ ଶୁଣିଲା ପରେ ଆପଣ ଆପଣଙ୍କ ଲୁସିର ସବୁ ଇଚ୍ଛାକୁ ପୂରଣ କରିବେ। ଆଉ ଆଗ ଭଳି ତାଙ୍କୁ ସମୟ ବି ଦେବେ, ଆଉ ଢେର ସାରା ଭଲ ପାଇବା ଦେବେ, ଠିକ୍ ଯେତିକି ଭଲ ପାଇବା ଲୁସି ଆପଣଙ୍କୁ ଦେଉଛନ୍ତି। ଦର୍ଶକ ବନ୍ଧୁ, ମୁଁ ଜାଣିନି ଏ କାହାଣୀ ଆପଣଙ୍କୁ କେମିତି ଲାଗିଲା, କିନ୍ତୁ ସେଦିନ ଲୁସି କଲ୍ କରି ଅନେକ ଅନୁରୋଧ କଲା ଏହି କାହାଣୀଟା କରିବାକୁ। ଆଉ ମୁଁ ଭାବୁଛି ଏଇ ତ ସଂସାରର ନିୟମ, ଯାହା ଏହି କାହାଣୀ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି। ଆପଣ କ'ଣ ଭାବୁଛନ୍ତି କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।